ରାୟଗଡ଼ାର ଭାକୁରଗୁଡ଼ା ସ୍ଥିତ ଏକ ଗୋଦାମରେ ଅଗ୍ନିକାଣ୍ଡ ନିଆଁରେ ଜଳିଯାଇଛି ଲକ୍ଷାଧିକ ଟଙ୍କାର ଆସବାବପତ୍ର। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟ ସର୍କିଟ୍ ଘଟି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିଶମ ବାହିନୀରୁ ଦୁଇଟି ଟିମ୍ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଆପଣଙ୍କୁ ଆଉଥରେ କହି ରଖୁଛୁ, ରାୟଗଡ଼ାର ଭାକୁରଗୁଡ଼ା ସ୍ଥିତ ଏକ ଗୋଦାମରେ ବି ଅଗ୍ନିକାଣ୍ଡ, ଯେମିତିକି ଆପଣ ଦେଖିପାରୁଛନ୍ତି ଭିଜୁଆଲ୍ସରେ, ଏବଂ ନିଆଁରେ ଜଳିଯାଇଛି ଲକ୍ଷାଧିକ ଟଙ୍କାର ଆସବାବପତ୍ର। ଅଗ୍ନିକାଣ୍ଡର କାରଣ ଏବେ ବି ଜଣାପଡ଼ିନାହିଁ। କୁହାଯାଉଛି ସର୍ଟ ସର୍କିଟ୍ ଘଟି ଏହି ଅଗ୍ନିକାଣ୍ଡ ହୋଇଥାଇପାରେ। ଅଗ୍ନିଶମ ବାହିନୀରୁ ଦୁଇଟି ଟିମ୍ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ରାୟଗଡ଼ାର ଭାକୁରଗୁଡ଼ା ସ୍ଥିତ ଏକ ଗୋଦାମରେ ଅଗ୍ନିକାଣ୍ଡ ନିଆଁରେ ଜଳିଯାଇଛି ଲକ୍ଷାଧିକ ଟଙ୍କାର ଆସବାବପତ୍ର। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟ ସର୍କିଟ୍ ଘଟି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିଶମ ବାହିନୀରୁ ଦୁଇଟି ଟିମ୍ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଆପଣଙ୍କୁ ଆଉଥରେ କହି ରଖୁଛୁ, ରାୟଗଡ଼ାର ଭାକୁରଗୁଡ଼ା ସ୍ଥିତ ଏକ ଗୋଦାମରେ ବି ଅଗ୍ନିକାଣ୍ଡ, ଯେମିତିକି ଆପଣ ଦେଖିପାରୁଛନ୍ତି ଭିଜୁଆଲ୍ସରେ, ଏବଂ ନିଆଁରେ ଜଳିଯାଇଛି ଲକ୍ଷାଧିକ ଟଙ୍କାର ଆସବାବପତ୍ର। ଅଗ୍ନିକାଣ୍ଡର କାରଣ ଏବେ ବି ଜଣାପଡ଼ିନାହିଁ। କୁହାଯାଉଛି ସର୍ଟ ସର୍କିଟ୍ ଘଟି ଏହି ଅଗ୍ନିକାଣ୍ଡ ହୋଇଥାଇପାରେ। ଅଗ୍ନିଶମ ବାହିନୀରୁ ଦୁଇଟି ଟିମ୍ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି।